जय जगन्नाथ। श्रीमद् भगवद गीतार द्वितीय अध्याय अर्थात सांख्य जोगर 52 एवं 53तम श्लोक संपूर्ण अर्थ सह। पूर्व श्लोकरे भगवान कहिले जे कर्मयोग आचरण द्वारा अनामय पद प्राप्त हुए। ଏହା ଶୁଣି ତାଙ୍କୁ ଅନାମୟ ପରମପଦ କେବେ ଓ କିପରି ପ୍ରାପ୍ତ ହେବ ବୋଲି ଅର୍ଜୁନଙ୍କ ମନରେ ପ୍ରଶ୍ନ ଉଠିପାରେ। ତେଣୁ ପରବର୍ତ୍ତୀ ଦୁଇଟି ଶ୍ଲୋକରେ ଭଗବାନ ସେହି ପ୍ରଶ୍ନର ଉତ୍ତର ଦେଉଛନ୍ତି। ମନ୍ତ୍ର ଯଦା ତେ ମୋହ କଲିଳଂ ବୁଦ୍ଧିର୍ବ୍ୟତିତରିଷ୍ୟତି ତଦା ଗନ୍ତାସେ ନିର୍ବେଦଂ ଶ୍ରୋତବ୍ୟସ୍ୟ ଶ୍ରୁତସ୍ୟ ଚ। ଅର୍ଥାତ୍ ଯେତେବେଳେ ତୁମର ବୁଦ୍ଧି ମୋହରୂପକ ପଙ୍କକୁ ସମ୍ପୂର୍ଣ୍ଣ ରୂପେ ଅତିକ୍ରମ କରିଯିବ, ସେତେବେଳେ ତୁମର ଶୁଣିଥିବା ଏବଂ ଶୁଣିବାକୁ ଥିବା ଇହଲୋକ ଓ ପରଲୋକ ସମ୍ବନ୍ଧୀୟ ସମସ୍ତ ପ୍ରକାର ଭୋଗ ପ୍ରତି ବୈରାଗ୍ୟ ଆସିଯିବ। ପ୍ରଶ୍ନ ମୋହ କଲିଳ କ'ଣ? ବୁଦ୍ଧି ଏହାକୁ ଭଲ ରୂପେ ଅତିକ୍ରମ କରିଯିବ କହିବାର ତାତ୍ପର୍ଯ୍ୟ କ'ଣ? ଉତ୍ତର ସ୍ୱଜନ ଓ ବନ୍ଧୁବାନ୍ଧବମାନଙ୍କର ବଧ ଆଶଙ୍କାରେ ଅର୍ଜୁନଙ୍କ ହୃଦୟରେ ସ୍ନେହବଶତଃ ଯେଉଁ ମୋହ ଉତ୍ପନ୍ନ ହୋଇଥିଲା, ଯାହାକୁ ଏହି ଅଧ୍ୟାୟର ଦ୍ୱିତୀୟ ଶ୍ଲୋକରେ କସ୍ମଳ ବୋଲି କୁହାଯାଇଛି, ଏଠାରେ ତାକୁ ଲକ୍ଷ୍ୟ କରି ମୋହ କଲିଳ ବୋଲି କୁହାଯାଇଛି। ଏହି ମୋହ କଲିଳ କାରଣରୁ ଅର୍ଜୁନ ଧର୍ମସମ୍ମୂଢ଼ ଚେତାଃ ହୋଇ ନିଜର କର୍ତ୍ତବ୍ୟ ସ୍ଥିର କରିବାକୁ ଅସମର୍ଥ ହୋଇଯାଇଥିଲେ। ଏହି ମୋହ କଲିଳ ହେଉଛି ଏକ ପ୍ରକାର ଆବରଣଯୁକ୍ତ ମଳଦୋଷ, ଯାହାକି ବୁଦ୍ଧିକୁ ନିଶ୍ଚିତ ସ୍ଥାନରେ ପହଞ୍ଚିବାକୁ ନ ଦେଇ ନିଜ ଭିତରେ ହିଁ ବୁଡ଼ାଇ ରଖେ। ସତ୍ସଙ୍ଗରୁ ଉତ୍ପନ୍ନ ବିବେକ ଦ୍ୱାରା ନିତ୍ୟ ଅନିତ୍ୟ ଏବଂ କର୍ତ୍ତବ୍ୟ ଅକର୍ତ୍ତବ୍ୟ ନିଶ୍ଚୟ କରି ସମତ୍ୱ ଆସକ୍ତି ଓ କାମନା ତ୍ୟାଗ କରି ଭଗବତ ପରାୟଣ ହୋଇ ନିଷ୍କାମ ଭାବରେ କର୍ମ କରିଚାଲିଲେ ଏହି ଆବରଣଯୁକ୍ତ ମଳଦୋଷ ସର୍ବଦା ନାଶ ହୋଇଯାଏ। ଏହା ହିଁ ମୋହରୂପ କଲିଳକୁ ବୁଦ୍ଧି ଅତିକ୍ରମ କରିଯିବା। ପ୍ରଶ୍ନ ଶ୍ରୁତ ଓ ଶ୍ରୋତବ୍ୟ ଏହି ଦୁଇଟି ଶବ୍ଦ କାହାକୁ ଲକ୍ଷ୍ୟ କରି କୁହାଯାଇଛି ଏବଂ ତାହା ଦ୍ୱାରା ବୈରାଗ୍ୟ ପ୍ରାପ୍ତ ହେବ କହିଲେ କ'ଣ ବୁଝାଏ? ଉତ୍ତର ଇହଲୋକ ଓ ପରଲୋକର ଯେତେ ପ୍ରକାର ଭୋଗ ଏବଂ ଐଶ୍ୱର୍ଯ୍ୟ ଆଜି ପର୍ଯ୍ୟନ୍ତ ଦେଖାଯାଇଛି, ଶୁଣାଯାଇଛି ଏବଂ ଅନୁଭବ କରାଯାଇଛି, ସେସବୁ ହେଉଛି ଶ୍ରୁତ ଏବଂ ଭବିଷ୍ୟତରେ ଯାହା କିଛି ଦେଖାଯିବ, ଶୁଣାଯିବ ଏବଂ ଅନୁଭବ କରାଯିବ ତାହା ଶ୍ରୋତବ୍ୟ। ସେସବୁକୁ ଅନିତ୍ୟ ଓ ଦୁଃଖର କାରଣ ବୋଲି ଭଲ ଭାବରେ ବୁଝି ସେଥିରେ ସର୍ବଦା ଆସକ୍ତି ନ ରଖିବା ହିଁ ସେସବୁରେ ବୈରାଗ୍ୟ ପ୍ରାପ୍ତ ହୋଇଯିବା। ଭଗବାନ କହୁଛନ୍ତି ମୋହ ନାଶ ହୋଇଗଲେ ଯେତେବେଳେ ତୁମର ବୁଦ୍ଧି ନିଶ୍ଚିତ ଭାବରେ ସ୍ୱାଭାବିକ ସ୍ଥିତିରେ ପହଞ୍ଚିଯିବ, ସେତେବେଳେ ତୁମର ଇହଲୋକ ଓ ପରଲୋକରେ ଥିବା ସମସ୍ତ କ୍ଷଣିକ ପଦାର୍ଥରେ ଯଥାର୍ଥ ବୈରାଗ୍ୟ ଆସିଯିବ। ମନ୍ତ୍ର ଶ୍ରୁତି ବିପ୍ରତିପନ୍ନାତେ ଯଦା ସ୍ଥାସ୍ୟତି ନିଶ୍ଚଳା ସମାଧାବଚଳା ବୁଦ୍ଧି ତଦା ଯୋଗମବାପ୍ସ୍ୟସି। ଅର୍ଥାତ୍ ବିଭିନ୍ନ ପ୍ରକାର କଥା ଶୁଣି ଶୁଣି ବିଚଳିତ ହୋଇଯାଇଥିବା ତୁମର ବୁଦ୍ଧି ଯେତେବେଳେ ପରମାତ୍ମାଙ୍କ ଠାରେ ଅଚଳ ଓ ସ୍ଥିର ହୋଇଯିବ, ସେତେବେଳେ ତୁମେ ଯୋଗପ୍ରାପ୍ତ ହୋଇଯିବ, ଅର୍ଥାତ୍ ପରମାତ୍ମାଙ୍କ ସହିତ ତୁମର ନିତ୍ୟ ସଂଯୋଗ ହୋଇଯିବ। ପ୍ରଶ୍ନ ଶ୍ରୁତି ବିପ୍ରତିପନ୍ନା ବୁଦ୍ଧିର ସ୍ୱରୂପ କ'ଣ? ଉତ୍ତର ଇହଲୋକ ଏବଂ ପରଲୋକର ଭୋଗ ଐଶ୍ୱର୍ଯ୍ୟ ଏବଂ ସେସବୁକୁ ପାଇବାର ଉପାୟ ସମ୍ବନ୍ଧରେ ବିଭିନ୍ନ କଥା ଶୁଣିବା ଦ୍ୱାରା ବୁଦ୍ଧିରେ ବିକ୍ଷେପ ଆସିଯାଏ। ତେଣୁ ବୁଦ୍ଧି ଗୋଟିଏ ସଂକଳ୍ପ ଉପରେ ନିଶ୍ଚଳ ଭାବରେ ସ୍ଥିର ହୋଇ ରହିପାରେ ନାହିଁ। ତାହା ବର୍ତ୍ତମାନ ଗୋଟିଏ କଥାକୁ ଭଲ ବୋଲି ଭାବେ ତ କିଛି ସମୟ ପରେ ଅନ୍ୟ କଥାକୁ ଭଲ ବୋଲି ଭାବେ। ଏପରି ବିକ୍ଷିପ୍ତ ଏବଂ ଅନିଶ୍ଚୟାତ୍ମିକା ବୁଦ୍ଧିକୁ ଶ୍ରୁତି ବିପ୍ରତିପନ୍ନା ବୁଦ୍ଧି ବୋଲି କୁହାଯାଇଛି। ଏହା ହେଉଛି ବୁଦ୍ଧିର ବିକ୍ଷେପ ଦୋଷ। ପ୍ରଶ୍ନ ବୁଦ୍ଧି ପରମାତ୍ମାଙ୍କ ଠାରେ ଅଚଳ ଓ ସ୍ଥିର ହୋଇ ରହିଯିବା କ'ଣ? ଉତ୍ତର ମୋହରୂପକ ପଙ୍କକୁ ଅତିକ୍ରମ କରିପାରୁଥିବାରୁ ଇହଲୋକର ଏବଂ ପରଲୋକର ଭୋଗରେ ସର୍ବଦା ବିରକ୍ତ ହୋଇ ବୁଦ୍ଧି ବିକ୍ଷେପ ଦୋଷରୁ ରହିତ ହୋଇଯାଏ ଏବଂ ତାହା ପରମାତ୍ମାଙ୍କ ଠାରେ ସ୍ଥାୟୀ ରୂପରେ ନିଶ୍ଚଳ ହୋଇ ରହିଯାଏ। ଏହା ହିଁ ବୁଦ୍ଧି ପରମାତ୍ମାଙ୍କ ଠାରେ ସ୍ଥିର ଓ ଅଚଳ ହୋଇଯିବା। ପ୍ରଶ୍ନ ସେତେବେଳେ ଯୋଗ ପ୍ରାପ୍ତ ହୋଇଯିବା ଅର୍ଥ କ'ଣ? ଉତ୍ତର ଏଠାରେ ଯୋଗ ଶବ୍ଦ ହେଉଛି ପରମାତ୍ମାଙ୍କ ସହିତ ନିତ୍ୟ ଓ ପୂର୍ଣ୍ଣ ସଂଯୋଗର ବାଚକ।
କାରଣ ଏହା ହେଉଛି ମଳ ବିକ୍ଷେପ ଓ ଆବରଣ ଦୋଷରୁ ରହିତ ବିବେକ ବୈରାଗ୍ୟ ସମ୍ପନ୍ନ ତଥା ପରମାତ୍ମାଙ୍କଠାରେ ନିଶ୍ଚଳ ଭାବରେ ସ୍ଥିତ ବୁଦ୍ଧିର ଫଳ। ଏହାପରେ ହିଁ ଅର୍ଜୁନ ପରମାତ୍ମାଙ୍କୁ ପ୍ରାପ୍ତ ହୋଇଯିବା ସ୍ଥିତପ୍ରଜ୍ଞ ପୁରୁଷଙ୍କର ଲକ୍ଷଣ ବିଷୟରେ ପଚାରି ବୁଝିଛନ୍ତି। ସେଥିରୁ ମଧ୍ୟ ଏହା ସିଦ୍ଧ ହୋଇଯାଏ। ପ୍ରଶ୍ନ 50ତମ ଶ୍ଲୋକରେ ଯୋଗର ଅର୍ଥ ସମତ୍ୱ ବୋଲି କୁହାଯାଇଛି ଏବଂ ଏଠାରେ ତାହାକୁ ପରମାତ୍ମା ପ୍ରାପ୍ତି ବୋଲି କୁହାଯାଇଛି। ଏହାର ତାତ୍ପର୍ଯ୍ୟ କ'ଣ? ସେଠାରେ ଯୋଗ ରୂପୀ ସାଧନା କରିବାକୁ ଚେଷ୍ଟା କରିବା କଥା କୁହାଯାଇଛି ଏବଂ ଏଠାରେ ସ୍ଥିର ବୁଦ୍ଧି ହୋଇଯିବା ପରେ ଫଳ ରୂପରେ ପ୍ରାପ୍ତ ହେଉଥିବା ଯୋଗ କଥା କୁହାଯାଇଛି। ତେଣୁ ଏଠାରେ ଯୋଗ ଶବ୍ଦ ପରମାତ୍ମାଙ୍କ ପ୍ରାପ୍ତିବାଚକ ଅଟେ। ଜୟ ଜଗନ୍ନାଥ।